জন্মিলে ষড় কুমার কিরে অজা গর্ভরু জন্মিলে ষড় কুমার সে তো সমস্ত বীর পুরুষ শুণরে মন সারস অজানা চুনিরা শুণরে মন সারস অজানা চুনিরা শুণরে মন সারস। আজ্ঞা মানে অজা গর্ভরু 6টা বড়ুয়া পুଅ জন্ম ହେଲେ। 6টা পুଅ যা জন্ম কলা ହଁ সে সবু হাইব্রিড পিলা। আরে শুনুନু উত্তপাটিଆ କାଇଁ ହଉଛୁ? কোন মু ଅଜା କିଏ ଟିକେ ମତେ ଟିକେ ବତେଇଲୁ ଅଚ୍ୟୁତଙ୍କ ମତରେ। কিরে চাখন্ডিয়া পিলাକୁ କହିଥିଲେ ସିଏ ଅଜା କହିଦବ। ଅଜା କିଏ? ମତେ ପଚାରୁଛ ଅଜା କିଏ? ହଁ ଅଜା ପରା ବୋଉର ବୋପା ହଁ ଆଈର ଘଇତା। ଆଶାର ଶାଳୀନତା ରଖୁନୁ ସଂକୀର୍ତ୍ତନ ସମାଜ। ତମେ କାଇଁ ପଚାରୁଛ ଉଖାରୁଛ? ଆରେ ଅଜାକୁ 5 ବର୍ଷ କହିଲେ ଏ ଅଚ୍ୟୁତ କହିଲେ ଗୋଟେ ବୟସର ପରିମାପ ଆଜ୍ଞା ହଉଛି ଅବସ୍ଥା। କଣ ବୟସର ପରିମାପ? ହେ, ବାବା ଏଇଠି ବସିଛନ୍ତି ବୋଧେ ରାତିଆକୁ ଶୋଇନାହାନ୍ତି ଘୁମେଇଲେଣି। ବାବାଙ୍କୁ କେତେ ବୟସ ହବ କହିଲୁ? ନା ଆଜିକାଲି ଗୋଟେ ରୋଗ ଆଇଛି କଣ? କୁକୁଡ଼ାଙ୍କୁ। ଆରେ ରହ ବାବାଙ୍କୁ କେତେ ବୟସ ହବ? ବାବାଙ୍କୁ 80। କେତେ ଆଜ୍ଞା ହେଲାଣି? ହେଲା ଆଉ ସେ କହିଛି ଆଉ 2-3 ବର୍ଷ କଥା। ଆରେ ବାବାଙ୍କ ଅବସ୍ଥା ଚିହ୍ନ ହଉଛି 90। ହେ ବାବାଙ୍କ 80 ବାପା ବର୍ଷ ବୋଲି ତାଙ୍କ ଅବସ୍ଥା ଚିହ୍ନ। ହେଲା ଯାହାକୁ 5 ବର୍ଷ ତା ଅବସ୍ଥା ଚିହ୍ନ 5। 5 ଯାହାକୁ 10 ବର୍ଷ ତା ଅବସ୍ଥା ଚିହ୍ନ 10। ହେଲା କିନ୍ତୁ ଅଚ୍ୟୁତ କହିଲେ ଗୋଟେ ବୟସର ପରିମାପ ହଉଛି ଅବସ୍ଥା। ହେ ଆମ ଶରୀରରେ 5ଟା ଅବସ୍ଥା ଭୋଗ କରୁଥିବା ଅଜା ହେଲା ମନ। ହଁ 5ଟା ଅବସ୍ଥା ଭୋଗ କରୁଛି ନା? କଣ? ମନ, 1 ବିମନ, 2 କୁମନ, 3 ସୁମନ, 4 ଅମନ। 5 ମଉସା ହଲୋ 25 ବର୍ଷିଆ ନାତୁଣୀ ହଉଛି କିଏ? ଅଚ୍ୟୁତ କହିଲେ ପ୍ରକୃତି ଆଜ୍ଞା ହେଲା 25। ହେ କିନ୍ତୁ ପୁଅ ହଲୋ ୟା ମନ ଆଉ ପ୍ରକୃତି ଯେତେବେଳେ ମିଳନ ହେଲା ହେ ମନ ରୂପକ ଅଜା ଗର୍ଭରୁ ହେ 6ଟା ବଳୁଆ ପୁଅ ପ୍ରସବ ହେଲେ। ସେ 6ଟା ବଳୁଆ ପୁଅ କିଏ? କାମ, 1 କ୍ରୋଧ, 2 ଲୋଭ, 3 ମୋହ, 4 ମଦ, 5 ଆଶ୍ଚର୍ଯ୍ୟ। 6 ଶତ୍ରୁ କିଏ ଆଜ୍ଞା? କିଏ ଯେ? ଆମ ସମ୍ପତ୍ତି ଯିଏ ନେଇଯାଉଛି, ନାଇଁ ନାଇଁ ନାମକୁ ଯିଏ ବାଡ଼ଉଛି, ଆଉ ନା ଯିଏ ଦୁଆରେ ଗାଳି କରୁଛି। କିନ୍ତୁ ବାପା ଆମେ ମୁକ୍ତେଶ୍ୱରଙ୍କ ଦରବାରରେ ହଁ ଆଜି ଅନୁଷ୍ଠାନ କଲେ କେତେ ଦିନ ହେଲା କଲେଣି। ହେଲା ହେଲା ଠାକୁର କାହିଁକି କୃପା କରୁନି? କଣ ପାଇଁ? ଆମ ନିକଟରେ ଯୋଉ 6ଟା ଐରୀ ଆଜ୍ଞା ଶତ୍ରୁ ଗୁଡାକ ବ୍ୟାପିକି ଅଛନ୍ତି, ହେ ହେ ଏଇ ତ ପ୍ରଭୁ ନିକଟରେ ପହଞ୍ଚାଇ